ପିଲାମାନେ ଆଜି ଆଲୋଚନା କରିବା ଦ ହୋଲି ଥଟ୍ସ ଡେ, ଯେଉଁଟାକି ୱିଲିୟମ୍ ବ୍ଲେକ୍ଙ୍କ ଦ୍ୱାରା ଲିଖିତ ସଙ୍ଗ୍ସ ଅଫ୍ ଇନୋସେନ୍ସରୁ ଏ କବିତାଟି ଆସିଛି। ଷ୍ଟାଞ୍ଜା ୱାଇଜ୍ ଆମେ ଆଲୋଚନା କରିବା। 3ଟି ଷ୍ଟାଞ୍ଜା ଅଛି, ଷ୍ଟାଞ୍ଜା ୱାଇଜ୍ ଆଲୋଚନା କରିବା। ୱିଲିୟମ୍ ବ୍ଲେକ୍ଙ୍କ ବିଷୟରେ ମୁଁ ଆଲୋଚନା ଏଥିରେ କରିବି ନାହିଁ କବିତାରେ, କାହିଁକି ଆର ପୂର୍ବ ଭିଡ଼ିଓରେ ମୁଁ ସ୍ୱତନ୍ତ୍ର ତାଙ୍କର ଗୋଟେ ବାୟୋଗ୍ରାଫି ଭିଡ଼ିଓ ପୁରା ଡିଟେଲ୍ସ ବନେଇକି ଚ୍ୟାନେଲରେ ଅପଲୋଡ଼ କରିଛି, ତୁମମାନେ ଦେଖିବ। NEP 4th ସେମିଷ୍ଟର ଇଂଲିଶ ଅନର୍ସର ଗୋଟେ ପ୍ଲେ ଲିଷ୍ଟ ବନା ହେଇଛି, ସେଇଥିରେ 4th ସେମିଷ୍ଟର ସବୁ ଭିଡ଼ିଓ ତୁମେ ପାଇପାରିବ। ଗୋଟେ ଗୋଟେ ବୁଝା ହେଲା ପରେ ଗୋଟେ ଗୋଟେ ଆଡ଼୍ ହେଇକା ଯିବ। ତେଣୁ ତାଙ୍କର ବାୟୋଗ୍ରାଫି ମଧ୍ୟ ସେଥିରେ ମୁଁ ଆଡ଼୍ କରିଦେଇଛି, ତୁମମାନେ ଯାଇକି ଦେଖିବ। ଦେଖିବା ସହିତ ସାଙ୍ଗେ ସାଙ୍ଗେ ନୋଟ୍ କରିଦେବ। ଏଇଟା ତ ଆମେ ଷ୍ଟାଞ୍ଜା ୱାଇଜ୍ ଆଲୋଚନା କରିବା। ତା ପୂର୍ବରୁ ମୁଁ ଟିକେ ସମ୍ୟକ ସୂଚନା ଦେଇଦେଉଛି ହୋଲି ଥଟ୍ସ ଡେ କବିତା ବିଷୟରେ। ଏଇ ଯେଉଁ କବିତାରେ ୱିଲିୟମ୍ ବ୍ଲେକ୍ କ'ଣ କରିଛନ୍ତି ନା, ସେ ସମୟର ଯେଉଁ ଇଂଲଣ୍ଡର ଯେଉଁ ଦୃଶ୍ୟକୁ ସେ ବର୍ଣ୍ଣନା କରିଛନ୍ତି। ତାଙ୍କ ସମୟର ସେ ସମୟରେ ଇଂଲଣ୍ଡର ଦୃଶ୍ୟ କେମିତି ଥିଲା। ସହରର ଯେଉଁ ଗରିବ ଶିଶୁମାନଙ୍କୁ ସବୁ କେମିତି ଚର୍ଚ୍ଚକୁ ନିଆଯାଉଛି, ତାଙ୍କୁ ମାନେ ଖଟଉଛନ୍ତି, ନିର୍ଯାତନା ଦେଉଛନ୍ତି। ତେଣୁ ୱିଲିୟମ୍ ବ୍ଲେକ୍ ସେମାନଙ୍କୁ ଫୁଲ ଏବଂ ମେଷ ଛୁଆ, ମେଣ୍ଢା ଛୁଆ ସହିତ ତୁଳନା କରିଛନ୍ତି, ସୋ କ୍ୟୁଟ୍ ବୋଲି। ଏବଂ ଶେଷରେ ସେ ସମାଜକୁ ଚେତାଇ ଦେଇଛନ୍ତି କ'ଣ, ଯେ ଗରିବଙ୍କ ପ୍ରତି ଦୟାଭାବ ରଖିବା ଉଚିତ, କାରଣ ସେମାନେ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ଏହିପରି ଭାବରେ କବିତାଟି ଡେସ୍କ୍ରିପସନ୍ ହେଇଛି। ଏଥର ଆମେ ଯିବା ଫାଷ୍ଟ ଷ୍ଟାଞ୍ଜାକୁ। ଫାଷ୍ଟ ଷ୍ଟାଞ୍ଜାରେ ୱିଲିୟମ୍ ବ୍ଲେକ୍ କ'ଣ କହିଛନ୍ତି ନା, ଦ୍ୟାଟ୍ ୱାଜ୍ ଅନ୍ ଏ ହୋଲି ଥଟ୍ସ ଡେ, their innocent faces clean, the children walking two and two in red and blue and green. Grey-headed beadles walked before with wands as white as snow, till into the high dome of Paul's they like Thames waters flow. ଓଲ୍ଡ ଇଂଲିଶ ଅଛି, ତେଣୁ ତୁମକୁ ଟିକେ ଅଡ଼ୁଆ ଲାଗୁଥିବ, କିଛି ନାହିଁ। ଫାଷ୍ଟ ଷ୍ଟାଞ୍ଜାରେ କ'ଣ କହିଛନ୍ତି ନା, ୱିଲିୟମ୍ ବ୍ଲେକ୍ କହିଛନ୍ତି ଯେ ସେହି ଯେଉଁ ପବିତ୍ର ଗୁରୁବାର ଦିନ, ହୋଲି ଥଟ୍ସ ଡେ ଦିନ, ଗରିବ ଏବଂ ଅନାଥ ଶିଶୁମାନେ ନିର୍ମଳ ଏବଂ ସ୍ୱଚ୍ଛ ମୁହଁରେ ଚର୍ଚ୍ଚ ଅଭିମୁଖେ ବାହାରିଛନ୍ତି। ତେଣୁ ସେମାନେ କ'ଣ କେମିତି ଯାଉଛନ୍ତି ନା, ଦୁଇ ଜଣ ଧାଡ଼ି ବାନ୍ଧି ଚାଲିଛନ୍ତି। ସେମାନଙ୍କ ପୋଷାକ ଗୁଡ଼ିକ ନାଲି, ନୀଳ, ସବୁଜ ରଙ୍ଗ, ଯାହା ସେମାନଙ୍କୁ ଜୀବନ୍ତ କରିଦେଉଛି, ତାଙ୍କର ଗୁଣକୁ। ସେମାନଙ୍କ ଆଗରେ ଆଉ କ'ଣ ନା, ଯେତେବେଳେ ଇଂଲଣ୍ଡର ଲୋକମାନଙ୍କର ଯେଉଁ ଚୁଟି ଗୁଡ଼ା ସବୁ କେମିତି ପାଚିଲା ଟାଇପ୍ର ନା, ଧଳା ଧଳା ନା ନାହିଁ। ତେଣୁ ସେ କହୁଛନ୍ତି ଯେ ସେମାନଙ୍କ ଆଗରେ ଯେଉଁ ପାଚିଲା ଚୁଟି ଥିବା କିଛି ବେଡିଲ୍ସ ହେଉଛନ୍ତି ବୃଦ୍ଧ ରକ୍ଷକ, ଯାହା କୁହନ୍ତି, ସେମାନେ ମଧ୍ୟ ଚାଲୁଛନ୍ତି। ସେମାନଙ୍କ ହାତରେ ବରଫ ପରି ଧଳା ରଙ୍ଗର ବାଡ଼ି ରହିଛି, ଯାହା ଏକ ଶୃଙ୍ଖଳାର ପ୍ରତୀକ। କବି ଶିଶୁମାନଙ୍କର ସେହି ବିଶାଳ ଥେମ୍ସକୁ ବା ସମୂହକୁ ଥେମ୍ସ ନଦୀ ଗୋଟେ ଅଛି ଇଂଲଣ୍ଡରେ, ସେହି ନଦୀର ପ୍ରବାହ ସହିତ ତୁଳନା କରିଛନ୍ତି। ଏବଂ ସେମାନେ ନଦୀର ସ୍ରୋତ ପରି ଲଣ୍ଡନର ପ୍ରସିଦ୍ଧ ସେଣ୍ଟ ପଲ୍ କ୍ୟାଥେଡ୍ରାଲର ବିଶାଳ ଗମ୍ବୁଜ ଭିତରକୁ ପ୍ରବେଶ କରୁଛନ୍ତି। ଫାଷ୍ଟ ଷ୍ଟାଞ୍ଜା ବୁଝିଗଲା ଯେ ଶିଶୁମାନେ ଦୁଇ ଜଣିଆ ହାତ ଧରାଧରି ହେଇକି ଧାଡ଼ି କରିକି ଚର୍ଚ୍ଚକୁ ଯାଉଛନ୍ତି। ସେମାନଙ୍କ ଆଗରେ ଗୋଟେ ବୁଢ଼ା ଲୋକ ଜଗିଛି, ଯାହାର ଚୁଟି ପାଚି ଯାଇଛି, ଖୁବ୍ ସୁନ୍ଦର ଲାଗୁଛି। ଏବଂ ସେମାନଙ୍କର ସେ ରାଲିକି ଥେମ୍ସ ନଦୀର ପ୍ରବାହ ସହିତ ତୁଳନା କରିଛନ୍ତି। ଷ୍ଟାଞ୍ଜାଟା ଭଲକି ବୁଝିବ, ଯାହାଫଳରେ ତୁମକୁ ଆନୋଟେସନଟା ଲେଖିବା ପାଇଁ ସୁବିଧା ହେବ। ସେମାନେ କେଉଁଠିକି ଯାଉଛନ୍ତି ନା, ଲଣ୍ଡନ ସହରର ଯେଉଁ ପ୍ରସିଦ୍ଧ ସେଣ୍ଟ ପଲ୍ କ୍ୟାଥେଡ୍ରାଲ ଚର୍ଚ୍ଚ ଅଛି, ତା ଭିତରକୁ ସେମାନେ ପ୍ରବେଶ କରୁଛନ୍ତି। ଫାଷ୍ଟ ଷ୍ଟାଞ୍ଜା ବୁଝିହେଲା। ସେକେଣ୍ଡ ଷ୍ଟାଞ୍ଜାରେ କ'ଣ କହିଛନ୍ତି ନା, ଓ ହ୍ୱାଟ୍ ଏ ମଲ୍ଟିଚ୍ୟୁଡ୍ ଦେ ସିମ୍ଡ ଦିଜ୍ ଫ୍ଲାୱାର୍ସ ଅଫ୍ ଲଣ୍ଡନ ଟାଉନ୍, ସିଟେଡ୍ in companies they sit with radiance all their own,
the home of multitudes was there, but multitudes of lambs, thousands of little boys and girls raising their innocent hands. ଏଇ ଯେଉଁ ସେକେଣ୍ଡ ଷ୍ଟାଞ୍ଜାରେ କ'ଣ କହିଛନ୍ତି ୱିଲିୟମ ବ୍ଲେକ୍ ନା ଫୁଲ ସହିତ ତୁଳନା କରିଛନ୍ତି। ଏଇ ଯେଉଁ ଶିଶୁମାନଙ୍କୁ ଲଣ୍ଡନର ଫୁଲ ଫ୍ଲାୱାର୍ସ ଅଫ୍ ଲଣ୍ଡନ ଟାଉନ୍ ବୋଲି ତାଙ୍କୁ କହିଛନ୍ତି, ଯାହାର ଅର୍ଥ ହେଉଛି ସେମାନେ ଲଣ୍ଡନ ସହରର ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ସେମାନଙ୍କ ଭିତରେ ଭବିଷ୍ୟତର ସମ୍ଭାବନା ଅଛି। ବୁଝିପାରିଲ? ଆଉ କ'ଣ ଏଇ ଯେଉଁ ଛୋଟ ଛୋଟ ପିଲାମାନେ ଗରିବ ହୋଇଥିଲେ ମଧ୍ୟ ସେମାନଙ୍କର ସରଳତା ଏବଂ ନିଷ୍ପାପ ଭାବ ସେମାନଙ୍କୁ ଅତି ଦିବ୍ୟ ଶକ୍ତିରେ ପରିପୂର୍ଣ୍ଣ କରିଦେଉଛି। ତେଣୁ ଏଇ ଯେଉଁ ଶିଶୁମାନଙ୍କୁ ମେଷ ଶାବକ ସହିତ ତୁଳନା କରାଯାଇଛି, କାହିଁକି? ଯାହା ସେମାନଙ୍କର ଅସହାୟତା ଏବଂ ନିର୍ମଳ ଚରିତ୍ରକୁ ସୂଚାଉଛି। ମାନେ ନିରୀହ ମେଣ୍ଢା ଛୁଆଟା ପୁରା ନିରୀହ ନା, ସେଇଥିପାଇଁ। ତେଣୁ ଖ୍ରୀଷ୍ଟିଆନ ଧର୍ମରେ ମେଣ୍ଢା ଛୁଆମାନଙ୍କୁ ପବିତ୍ରତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ। ତେଣୁ ଏଇ ଯେଉଁ ସେକେଣ୍ଡ ଷ୍ଟାଞ୍ଜାଟି ଦେଖିବାକୁ ଗଲେ ଖୁବ୍ ସୁନ୍ଦର ଲାଗୁଥିଲେ ମଧ୍ୟ ଏଥିରେ କ'ଣ କୁହାଯାଇଛି? ପରୋକ୍ଷରେ ଏଥିରେ କୁହାଯାଇଛି ଯେ ଏତେ ସଂଖ୍ୟକ ଶିଶୁ ଗରିବ ଏବଂ ଅନାଥ, ଯେଉଁମାନେ କେବଳ ଅନ୍ୟମାନଙ୍କର ଦାନ ଉପରେ ନିର୍ଭର କରନ୍ତି। ସେମାନେ ଦାନ ଦେଲେ ହିଁ ଏମାନଙ୍କର ପେଟ ପୋଷି ହେବ ବା ସେମାନେ ଗଣ୍ଡେ ଖାଇପାରିବେ। ବୁଝିହେଲା? ଥାର୍ଡ଼ ଷ୍ଟାଞ୍ଜାରେ ୱିଲିୟମ ବ୍ଲେକ୍ କହିଛନ୍ତି, ନାଉ ଲାଇକ୍ ଏ ମାଇଟ୍ ୱିଣ୍ଡ ଦେ ରାଇଜ୍ ଟୁ ହେଭେନ୍ ଦ ଭଏସ୍ ଅଫ୍ ସଙ୍ଗ, ଅର୍ ଲାଇକ୍ ହାରମୋନିୟସ୍ thundering the seats of heaven among, beneath them sit the aged men wise, guardians of the poor, then cherish pity, lets your drive an angel from your door. ତେଣୁ ଏଇ ଯେଉଁ ଲାଷ୍ଟ ଷ୍ଟାଞ୍ଜାରେ ୱିଲିୟମ ବ୍ଲେକ୍ କହିଛନ୍ତି ଯେ କିପରି ହଜାର ହଜାର ଅସହାୟ ଶିଶୁଙ୍କ ମିଳିତ ପ୍ରାର୍ଥନା ଏକ ପ୍ରବଳ ପବନ କିମ୍ବା ମେଘର ଗର୍ଜନ ପରି ଶକ୍ତିଶାଳୀ। ସେମାନଙ୍କର ନିଷ୍ପାପ ସ୍ୱର ସିଧାସଳଖ ଯାଇକି କେଉଁଠି ପହଞ୍ଚୁଛି ନା ସ୍ୱର୍ଗରେ ପହଞ୍ଚୁଛି। ତେଣୁ ପିଲାମାନେ ଯେତେବେଳେ ଏକା ସାଙ୍ଗରେ ବସିକି କ'ଣ ନିଶ୍ୱାସ ନେଉଛନ୍ତି, ସେ କହୁଛନ୍ତି ସେମାନଙ୍କର ଶହ ଶହ ପିଲାମାନେ ବସନ୍ତି, ତେଣୁ ସେମାନଙ୍କର ଯେଉଁ ନିଶ୍ୱାସ ଏକ ପବନ ମେଘ ଭଳି ସେ ଯାଇକି ତାଙ୍କ ବାର୍ତ୍ତାଟା ସ୍ୱର୍ଗରେ ଡାଇରେକ୍ଟ ଈଶ୍ୱରଙ୍କ ପାଖରେ ପହଞ୍ଚୁଛି। ତେଣୁ ପିଲାମାନେ ଉପରେ ବସି ଗାନ କରୁଥିଲା ବେଳେ ସେମାନଙ୍କୁ ଯେଉଁ ପରିଚାଳନା କରୁଛି ଯେଉଁ ବୃଦ୍ଧ ବ୍ୟକ୍ତିମାନେ ସେମାନେ ଗାର୍ଡ଼ିଆନ୍ ହେଇକି ଯାଇଛନ୍ତି, ତଳେ ବସିଛନ୍ତି। ତେଣୁ ଏହା ଦର୍ଶାଉଛି ଯେ ଆଧ୍ୟାତ୍ମିକ ଦୃଷ୍ଟିରୁ ପିଲାମାନେ ସେହି ବୃଦ୍ଧମାନଙ୍କ ଅପେକ୍ଷା ଅଧିକ ଉଚ୍ଚରେ। ଆଉ ଲାଷ୍ଟରେ କ'ଣ କହିଛନ୍ତି? ଲାଷ୍ଟ ୱିଲିୟମ ବ୍ଲେକ୍ କହିଛନ୍ତି ଆମକୁ ଗୋଟେ ବଡ଼ ନୀତି ଶିକ୍ଷା ଦେଇଛନ୍ତି। କ'ଣ ନା, ଯେ ଗରିବ ଓ ଅସହାୟଙ୍କ ପ୍ରତି ସର୍ବଦା ଦୟାବାନ ହେବା ଉଚିତ। ଯଦି ଆମେ ସେମାନଙ୍କୁ ଅବହେଳା କରିବା ତେବେ ହୁଏତ ଆମେ ନିଜ ଅଜାଣତରେ ଦେବତାମାନଙ୍କୁ ଅପମାନିତ କରି ନିଜ ଦ୍ୱାରରୁ ବିଦାୟ କରିଦେବା। ତେଣୁ ବୁଝିପାରିଲ, ଦ ହୋଲି ଥର୍ସଡେ କେଉଁମାନଙ୍କ ଉପରେ ବେସ୍ କରାହେଇକି ଲେଖା ହେଇଛି ୱିଲିୟମ ବ୍ଲେକ୍ଙ୍କ ଦ୍ୱାରା। ମୁଁ ଆଶା କରୁଛି ତୁମମାନେ ବୁଝିପାରିଥିବ। ଯଦି ନୋଟ୍ ଦରକାର ମୋତେ ହ୍ୱାଟ୍ସଅପ୍ କରି ତୁମମାନେ ନୋଟ୍ ନେଇପାରିବ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। Have a good day.